ମୋ ନାଁ ଶ୍ରୀ କମଳାକାନ୍ତ ମହାନ୍ତ, ଘର ହେଉଛି ମୟୂରଭଞ୍ଜ। ମୁଁ ଏ ବର୍ଷ ଯାତ୍ରା ରାଜନନ୍ଦିନୀ ଅଛି। ଆଉ ସଂଘର କ'ଣ ଅଛି? ଆଜ୍ଞା, ସଂଘ ପ୍ରେସିଡେଣ୍ଟ ଅଛି। ଆଉ ସେକ୍ରେଟାରୀ ଆମର ଅଛନ୍ତି ବସନ୍ତ ବାବୁ। ଠିକ୍ ଅଛି। ଏ ଯେଉଁ ଶ୍ରମିକ ସଂଘ ଦାବି ଆପଣଙ୍କର ଆମର ସଂଘରେ ଯେଉଁ ଅଛନ୍ତି 20-30ଟା ପାର୍ଟି ଭିତରୁ ସମସ୍ତ ସଂଘର ଯେ ଅନୁରୋଧ, ଯେଉଁ ମାଲିକମାନେ ଓଡ଼ିଶାରେ ଯେତେ ଯାତ୍ରା ପାର୍ଟି ଅଛନ୍ତି ମାଲିକମାନଙ୍କୁ ଅନୁରୋଧ ଯେ ଆମକୁ କିଛି ସୁବିଧା ମିଳୁନାହିଁ। ଯେ ଯାତ୍ରା ପାର୍ଟି ଯେତେବେଳେ ବର୍ଷା ପବନ ହେଉଛି ସବୁ ମାଲିକର କୋଟି କୋଟି ଜିନିଷ ଆମେ ଜଗିକି ରଖୁଛୁ, କିନ୍ତୁ ମାଲିକ ଆମ ପାଇଁ କିଛି ସୁବିଧା କରୁନାହାନ୍ତି। ତେଣୁ ମାଲିକମାନଙ୍କ ପାଖରେ ଆମର ଅନୁରୋଧ ଯେ ମାଲିକମାନେ ଆମ ଲେବରମାନଙ୍କୁ ଆଉ ଗୋଟେ ଛୋଟ ମୋଟ ଘର ଯେମିତି ଆମ ବେଡ଼ିଂ ଫେଡ଼ିଂ ରହିବ ସେମିତି ଘର ଗୋଟେ ଆମର ମାଲିକମାନଙ୍କ ପାଖରେ ଅନୁରୋଧ ରହୁଛି। ଆଉ ଯେଉଁ ହିସାବରେ ଦରମା ଦେଉଛନ୍ତି ଆଜି ଗାଁ ଗହଳିରେ ଯେଉଁ ଦରମା ହେଉଛି ସେଇ ହିସାବରେ ବି ଆମେ ଦରମା ପାଇପାରୁନାହୁଁ। ତେଣୁକରି ଆମର ଗୋଟେ ମାଲିକଙ୍କ ପାଖରେ ଅନୁରୋଧ ରହୁଛି ଯେ 9,000ରୁ 10,000 ଆମକୁ ଗୋଟେ ଦରମା ଦିଅନ୍ତୁ। ଆଉ ଯିଏ ବୁଝାବୁଝି କରୁଛନ୍ତି ମାନେ ଧର 30ଟା କି 40ଟା ଛୁଆକୁ ନେଇକି ବୁଝ ତାର କିଛି ଦରମା ଗୋଟେ କରନ୍ତୁ ମାଲିକମାନେ। ଆଉ ରହିଲା ଯିବା ଆସିବା, ଯେଉଁ ଯିବା ଆସିବା ପାଇଁ କିଛି ସୁବିଧା ଆମର ରହୁନାହିଁ। ଗାଡ଼ି ଉପରେ ଆମକୁ ବସେଇକି ନେଉଛନ୍ତି, ତାର ଡାଳ ଏମିତି ଗାଁ ଗହଳିରେ ପଶିଲା ବେଳକୁ ଲୋକର ଖଣ୍ଡିଆ ଖାବରା ବି ହେଉଛନ୍ତି। ମାଲିକ ସେ କଥା ବୁଝୁଛନ୍ତି ଯେ ବହୁତ କମ୍ ଆକାରରେ ବୁଝୁଛନ୍। ଆମ ଯେଉଁ ହିସାବରେ ଖର୍ଚ୍ଚ ହେଉଛି ସେଇ ହିସାବରେ ମାଲିକ ବୁଝୁନାହାନ୍ତି। ଧର ଆଜି ଗୋଟେ ଛୁଆ କଟକ ଗଲା, ତାକୁ ସେଇ ପାଖାପାଖିରେ ଯାହା ଅଧା ଭଲ କରିଦେଲେ ଛାଡ଼ିଦେଲେ, ତାପରେ ସିଏ ଘର ଲୋକ ଆମ ଉପରେ ଚଢ଼ୁଛନ୍ତି। ତେଣୁ ମାଲିକମାନଙ୍କର ଏଇକା ଅନୁରୋଧ ଆମର ରହୁଛି ଯେ ମାଲିକମାନେ ଯେମିତି ଆମର ଗୋଟେ ଛୋଟ କର୍ମଚାରୀ ଆକାରରେ ଆମ ଯେଉଁ ଡିମାଣ୍ଡ ରହୁଛି ସେଇଟା ସେମାନେ